ପବିତ୍ର ଜାଗର ମହାଶିବରାତ୍ରିରେ ଆମ ବର୍ଷା ମ୍ୟାଡ଼ାମ୍ ଖୁସି କହିଲେ ନ ସରେ କାହିଁକିନା ବର୍ଷ ଯାକ ସେ ସେଇ ଗୋଟିଏ ୟୁନିଫର୍ମ ବ୍ଲାକ୍ କଲର୍ ପିନ୍ଧିକି ଯାଆନ୍ତି ଆଉ ଡେଲି ପୁରା ବୋର୍ ହେଇଯାଇଥିଲେ। ତ ଆଜି ତାଙ୍କୁ ମୌକା ମିଳିଥିଲା ଯେ ସେ ତାଙ୍କ ମନ ପସନ୍ଦର ଡ୍ରେସ୍ ପିନ୍ଧିକି ଆସିପାରିବେ ଆଉ ଯାଇପାରିବେ। ସେଥିପାଇଁକା ସକାଳୁ ସକାଳୁ ଉଠି ଗାଧେଇ ପାଧେଇ ସବୁ ପ୍ରିପାରେସନ୍ କରିକିରି ପୂଜା ପାଇଁକା ମନ୍ଦିର ଯାଇକି ଦୀପ ଜଳେଇ ଭୋଗରାଗ କରିକି ଏଠି ନେଇ ଆସିଥିଲେ। ଦେଇ ଏଠି ସବୁ ଭୋଗ ଏଠି ସବୁ ପଣା ବନେଇ ଦେଇଛି, ଆମେ ପଣା ପିଇବୁ। କିନ୍ତୁ ବର୍ଷା ମ୍ୟାଡ଼ାମ୍ଙ୍କର ପୁରା ନିର୍ଜଳ ଉପବାସ, ସେ ବିଲକୁଲ ଜଳ ବି ସ୍ପର୍ଶ କରିବେନି। ସେଇଥିରେ ସିଏ ତାଙ୍କର ପୁରା ରହିବେ। ମହାଦୀପ ଉଠିଲା ପରେ ରାତିରେ ତାପରେ ଯାଇକିନା ପଣା ପିଇକିରି ଆଉ ଯାହା ପ୍ରସାଦ ସିଏ ଖାଇପାରିବେ। ସେ ତାଙ୍କର ଏମିତି ହିଁ ଯେବେଠୁ ସେ ପୂଜା କରୁଛି ସେ ଏମିତି ହିଁ ଏବେ କରୁଛି। ଆମେ ବି ସେମିତି ତାକୁ ଦେଖିଲେ ମୋର ମନେ ପଡ଼ିଯାଏ ଯେ ମୋର ସ୍କୁଲ କଲେଜ ଟାଇମ୍ ଯେବେ ମୁଁ ପୂଜା ଷ୍ଟାର୍ଟ କରିଥିଲି, ଓଷା ଷ୍ଟାର୍ଟ କରିଥିଲି ଜାଗର ବ୍ରତ, ସେବେ ବି ମୁଁ ଏମିତି କରୁଥିଲି। କିନ୍ତୁ ଏବେ ବଡ଼ି ଆଉ ବିଲକୁଲ ବି ଆଲାଉ କରୁନି। 3ଟା ଅପରେସନ୍ ପରେ ମୋ ଲାଇଫ୍ ଷ୍ଟୋରି ତ ଆପଣମାନେ ଜାଣିଥିବେ। ସି ସେକ୍ସନ୍ 2ଟା ପରେ ପୁଣି ଗଲ୍ ବ୍ଲାଡର ଷ୍ଟୋନ୍ ଅପରେସନ୍ ପରେ ମାନେ ପୁରା ମୁଁ ଥକା ହେଇଯିବି। ଯଦି କିଛି ସମୟ ପରେ ଓଷା ମାନଙ୍କରେ ମୁଁ 4ଟା କି ସନ୍ଧ୍ୟାବେଳକୁ ଥକା ହେଇଯାଇଥିବି, ତାପରେ ମୁଁ ଆଉ ଗାଡ଼ି ଚାଲିବନି। ତ ବଡ଼ି ବିଲକୁଲ ବି ମାନେ ସହ୍ୟ କରିପାରୁନି ମାନେ ଉପବାସ ପୁରା ରହିବା। ତ ସେଇଭଳିଆ କାଷ୍ଟା ଇଚ୍ଛା ଥିଲେ ବି ମାନେ ମଣିଷ କରି ବି ପାରୁନି। ତାପରେ ଘର ସଂସାର ବି ଦେଖିବାର ଅଛି। ସ୍ୱାମୀ ଛୁଆ ସିଏ ତ କାମକୁ ଯିବେ ନା ସ୍ୱାମୀ, ତାଙ୍କ ପାଇଁ ବି ଖାଇବା ବନେଇବାର ଅଛି। ତ ମୁଁ ଆଜି କିଚେନ୍ରେ ଯେହେତୁ ଆମମାନଙ୍କର ଓଷା, ତ କିଚେନ୍ରେ ମୁଁ ଉଷୁନା ପିଆଜ ରସୁଣ କିଛି ପୁରେଇବିନି। ସେଥିପାଇଁକା ପୁରା ଅରୁଆ ଡାଲମା ଆଉ ଟମାଟୋ ଖଟା କରିଦେଲି, ତାକି କିଚେନ୍ରେ ପଶିବନି। ଆଉ ଏମାନେ ବି ଓଷା ଦିନଟା ଅରୁଆ ଖାଇବେ, କାହିଁକି କିଚେନ୍ରେ ପୁରିଆ। ତ ଏଠି ପୁଅ ଯାଇଥିଲା ବାହାରେ ଖେଳିବା ପାଇଁକା, ବାହାରେ ଯାଇକିରି ଗାଧେଇ ପାଧେଇ ଫିଟଫାଟ ହେଇକି ଥିଲା। ବାହାରେ ଯାଇକି ଏମିତି ଅସନା ମସନା ହେଇକି ଆସିବ ମାନେ ମୋତେ ବିଲକୁଲ ଭଲ ଲାଗିବନି। ତା ପ୍ୟାଣ୍ଟ କାଳେ ଅସନା କରିଦେଇଥିଲା, ତ ମୁଁ ତା ପ୍ୟାଣ୍ଟଟାକୁ ଚେଞ୍ଜ କରିଲି, ତାର ୱାଇପ୍ସରେ ହାତ କ୍ଲିନ୍ କରେଇଦେଲି। ତାପରେ ଦେଖନ୍ତୁ ଏଇଠି ମୋ ଟମାଟୋ ଖଟା ହେଇଗଲାଣି। ମୁଁ ଟିକେ ଏଇଠି ଗୁଡ଼ ପକେଇଦେଲି, ବାସ୍ ଖାଲି ବାପ ଛୁଆ ସବୁ ଖାଇବେ। ଆମେମାନେ ତ ଦେଇର ମୋର ପଣା, ଆଉ ବର୍ଷା ତ ପୁରା ନିର୍ଜଳା ଉପବାସ, ସେ ତ ପାଣି ବି ପିଇବନି। ତ ତାକୁ ଦେଖିଲେ ମୋତେ ବି ଅଜୀବସ ଲାଗୁଛି, ଆରେ କେମିତି କ'ଣ ଇଏ ବସ୍ଷ୍ଟାଣ୍ଡ ଯାଇକି 1 କିଲୋମିଟର ପାଖାପାଖି 1.5 କିଲୋମିଟର ପାଖାପାଖି ଆମ ଘରଠୁ ବସ୍ଷ୍ଟାଣ୍ଡ, ସେଠିକି ଚାଲିକି ଯିବ। ତାପରେ ସେଠୁ ଡ୍ୟୁଟି କରିବ, ଡ୍ୟୁଟି ସାରିକି ପୁଣି ବସ୍ରେ ଆସିବ। ମୁଁ ଦିନମାନ ସାରା ଭାଇ କେମିତି କରିବ। ଆମେମାନେ ବି ତାକୁ ଲାଗ କହୁ, ନାହିଁ ତୁ ଟିକେ ପାଣି ପିଇଦେ, କି ପଇଡ଼ ପାଣି କି ଲେମ୍ବୁ ପାଣି ପିଇ ନା ମୁଁ ପୁରା ରହିବି। ତ ମୁଁ କହିଲି ହଉ ଛାଡ଼, ତାକୁ ଭଗବାନ ତାର ଯାହା ମାଗୁଛି, ଭଗବାନଙ୍କୁ ଯାହା ମାଗିକି ସେ ପୂଜା କରୁଛି, କି ତାର ଯାହା ଇଚ୍ଛା ତାର ମନୋକାମନା ପୂରଣ କରିଦିଅନ୍ତୁ ଭଗବାନ। ଯେତିକି ସେ କଷ୍ଟ କରୁଛି କି ଭକ୍ତି କରୁଛି, କି ତାର ଯାହା ତା ଇଚ୍ଛା ଭଗବାନ ପୂର୍ଣ୍ଣ କରନ୍ତୁ। ଏଇଠି ପିଲା ଛୁଆ ମୋର ଖାଇସାରିଲେ ମୋ ପୁଅ ଝିଅଙ୍କୁ ଖାଇବାକୁ ଦେଇଦେଲି। ଅରୁଆ ଭାଇ ଭଉଣୀଙ୍କର ଭାରି ପ୍ରିୟ। ତାପରେ ମୋ ହଜବେଣ୍ଡ ଆସିଗଲେ, ବ୍ୟାକ୍ ଟୁ ବ୍ୟାକ୍ ଏମିତି କାମ ଥାଏ। ତ ଓଷା ଦିନ ମାନଙ୍କରେ ଚାହିଁଲେ ବି ତମେ ଗୋଟେ ମା ହିସାବରେ, ଗୋଟେ ୱାଇଫ୍ ହିସାବରେ ତମେ କାଷ୍ଟା କରିପାରିବନି। ତ ଏମିତି ହିଁ କଥା। କିଏ ସବୁ କାଷ୍ଟା କରୁଛନ୍ତି କମେଣ୍ଟ କରି କହିବେ। ତ ଏଠି ଦେଖନ୍ତୁ ରାତିରେ ଆମେ ପ୍ରସାଦ ଖାଇବାକୁ ଆସିଥିଲୁ ମନ୍ଦିରକୁ।